ଚୁପ୍ ରହିଲେ ଲୋକେ ଭାବନ୍ତି ଇଏ କିଛି ଜାଣେନି, କିନ୍ତୁ କେହି ପଚାରନ୍ତିନି ତୁମେ କ'ଣ ଭାବୁଛ। ଆପଣ ମଧ୍ୟ ଏପରି ଅନୁଭବ କରିଥିବେ। ଆମେ ଚୁପ୍ ରହୁ କାରଣ ଆମେ ଝଗଡ଼ା କରିବାକୁ ଚାହୁଁନାହିଁ, ଆମେ କାହାକୁ ଆଘାତ ଦେବାକୁ ଚାହୁଁନାହିଁ, ଆମେ ଶାନ୍ତି ବାଛୁ। କିନ୍ତୁ ଏହି ଶାନ୍ତିକୁ ଲୋକେ ଭୁଲ ବୁଝନ୍ତି। ପ୍ରକୃତରେ ଦେଖିବାକୁ ଗଲେ କାମରେ ଚୁପ୍ ଲୋକ ଅଧିକ କାମ କରେ, କିନ୍ତୁ କମ୍ କଥା କହେ। ସମ୍ପର୍କରେ ଚୁପ୍ ଲୋକ ସବୁକିଛି ସହିଯାଏ, କିନ୍ତୁ କେବେ କମ୍ପ୍ଲେନ୍ କରେନି। ଧୀରେ ଧୀରେ ଲୋକେ ଭାବନ୍ତି ଏମାନେ ସବୁଥିରେ ଆଡ଼ଜଷ୍ଟ କରିଦେବେ। ଲୋକେ ଶବ୍ଦକୁ ଶକ୍ତି ଭାବନ୍ତି। ଯିଏ ଉଚ୍ଚ ସ୍ୱରରେ କହେ ସେ କନଫିଡେଣ୍ଟ, ଯିଏ ଚୁପ୍ ସେ ଅନସିଓର। କିନ୍ତୁ ଏହା ସତ ନୁହେଁ। କିନ୍ତୁ ଲୋକଙ୍କ ପରସେପସନ୍ ଏହିପରି। ଚୁପ୍ ଲୋକ ନିଜ ପେନ୍ ଦେଖାନ୍ତି ନାହିଁ। ସେମାନେ ଭିତରେ ସବୁକିଛି ରଖିନିଅନ୍ତି ଏବଂ ଯାହା ଦେଖାଯାଏନି ଲୋକେ ଭ୍ୟାଲୁ ଦିଅନ୍ତି ନାହିଁ। ପ୍ରକୃତରେ ଦେଖିବାକୁ ଗଲେ ଲୋକମାନେ ଚୁପ୍ ଲୋକଙ୍କୁ ହାଲୁକାରେ ନିଅନ୍ତି କାରଣ ସେମାନେ ନିଜେ ଅସୁରକ୍ଷିତ। ଆପଣଙ୍କ ଶାନ୍ତି ସେମାନଙ୍କୁ ଅନକମ୍ଫର୍ଟେବଲ୍ କରେ। ଚୁପ୍ ରହିବା ଦୁର୍ବଳତା ନୁହେଁ, କିନ୍ତୁ ସବୁବେଳେ ନିଜକୁ ଚୁପ୍ କରାଇବା ଆପଣଙ୍କୁ ଲୋକମାନଙ୍କ ମଧ୍ୟରୁ ସାଇଲେଣ୍ଟଲି ଅଦୃଶ୍ୟ କରିଦିଏ। ନିଜ ମୂଲ୍ୟ ଚିତ୍କାର କରି ନୁହେଁ, ଶାନ୍ତ ଭାବରେ ଦେଖାଇବା ଦରକାର। ଗୋଟେ କଥା ମନେ ରଖନ୍ତୁ, ଚୁପ୍ ଲୋକମାନେ ଦୁର୍ବଳ ନୁହେଁ, କିନ୍ତୁ ଯେ ଚୁପ୍ ରହି ସବୁକିଛି ସହିଯାଏ ଲୋକେ ସେମାନଙ୍କୁ ହାଲୁକାରେ ନେବା ଷ୍ଟାର୍ଟ କରିଦିଅନ୍ତି। ଯଦି ଏହି ଭିଡ଼ିଓ ଆପଣଙ୍କୁ କିଛି ବି ବୁଝାଇ ପାରିଲା, କମେଣ୍ଟରେ ନିଜ ମନ କଥା ପ୍ରକାଶ କରନ୍ତୁ। ଧନ୍ୟବାଦ।